ରାଖାଲଗୁଡ଼ା ମହାଙ୍କ ହତ୍ୟା ଘଟଣାର 10 ଦିନ ପରେ ମିଳିଲା କଟା ମୁଣ୍ଡ। ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ଧରି ଖବର ଶୀର୍ଷରେ ଥିବା ରାଖାଲଗୁଡ଼ା ଗ୍ରାମର ଜଣେ ମହାଙ୍କ ହତ୍ୟା ଘଟଣାରେ ପୁଲିସକୁ ମୁଣ୍ଡବିହୀନ ଶବ ନଦୀ ଭିତରୁ ମିଳିଥିଲା, ଯାହାକୁ କେନ୍ଦ୍ର କରି ହଜାର ହଜାର ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକେ ଏମ୍ଭି 26 ନମ୍ବର ଗାଁ ଭିତରେ ପଶି ଲଙ୍କାକାଣ୍ଡ ଘଟାଇଛି। ଗତକାଲି ଓଡ଼ିଶା ପୁଲିସର ମହାନିର୍ଦ୍ଦେଶରେ ୱାଇଏବି ଖୁରାନିଆ ମଧ୍ୟ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ଘଟଣାସ୍ଥଳରେ ଅଧିକ ପୁଲିସ ପ୍ରଦାନ କରିଥିଲେ ଏବଂ ଶେଷରେ ଗାଁ ଲୋକଙ୍କୁ ବୁଝାସୁଝା କରି ମୁଣ୍ଡବିହୀନ ଶବ ସତ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଶବ ସତ୍କାର ଗତକାଲି ସମାପନ ହୋଇଥିଲା। ମୁଣ୍ଡବିହୀନ ଶବକୁ ଏକ ମାଟି ମୁଣ୍ଡ ତିଆରି କରି ଶବ ସତ୍କାର କରିଥିଲେ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପଟେରୁ ନଦୀ ନାମକୁଣ୍ଡା ନିକଟରୁ ମାଲକାନଗିରି ଏସ୍ଡିପିଓ ଦିବ୍ୟରଞ୍ଜନ ଦଳେଇ, କାଲିମେଳା ଥାନା ଅଧିକାରୀ ମୁକୁନ୍ଦ ମେଲେକା ସମେତ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ନଦୀରେ ଭାସି ଯାଉଥିବା କଟାମୁଣ୍ଡ ଠାବ କରିଛି ପୁଲିସ।